ସୁଭଦ୍ରା ଯୋଜନାରେ ଆପଣମାନେ କେମିତି ଆବେଦନ କରିପାରିବେ ଆପଣଙ୍କ ମୋ ସେବା କେନ୍ଦ୍ରରେ ଆପଣ ମୋବାଇଲରେ ମଧ୍ୟ କେମିତି ଆବେଦନ କରିବେ ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ପୁରା ସମ୍ପୂର୍ଣ୍ଣ ଭାବେ ବତାଇବି। ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଏହି ଭିଡ଼ିଓଟି ହେଉଛି ମୋ ସେବା କେନ୍ଦ୍ରମାନଙ୍କ ପାଇଁ ସିଏସସିରେ କେମିତି ଆପଣ ଆପ୍ଲାଏ କରିବେ ତାହାର ଭିଡ଼ିଓ ମଧ୍ୟ ଏହି ଭିଡ଼ିଓ ଡେସ୍କ୍ରିପ୍ସନରେ ଦେଇଦେବି ଏବଂ ମୋ ଚ୍ୟାନେଲରେ ମଧ୍ୟ ଅପଲୋଡ଼ ହୋଇସାରିଛି। ଆଇ ବଟନରେ ମଧ୍ୟ ତାର ଲିଙ୍କ୍ ଦେଇଦେବି, ଆପଣ ତାକୁ ଦେଖିପାରିବେ। ଏବେ ଆମେ କଥା ହେବା ଯେ ମୋ ସେବାରେ ସୁଭଦ୍ରା ଯୋଜନା ଆପଣ କେମିତି ଆପ୍ଲାଏ କରିପାରିବେ। ତ କ'ଣ କରିବେ ଦେଖନ୍ତୁ, ପ୍ରଥମେ ଆପଣ ସୁଭଦ୍ରା ଯୋଜନା କେମିତି ଆପ୍ଲାଏ କରିବେ ଦେଖନ୍ତୁ। ପ୍ରଥମେ କ'ଣ କରିବେ, ଓଡ଼ିଶା ୱାନ୍ ପୋର୍ଟାଲକୁ ଆପଣ ଖୋଲିବେ। ଯେମିତି ଆପଣ ଜାଣିଥିବେ ଯେ ମୋ ସେବା କେନ୍ଦ୍ରର ଓଡ଼ିଶା ୱାନ୍ ପୋର୍ଟାଲରେ ଲଗ୍ଇନ୍ କରାଯାଏ, ଠିକ୍ ସେମିତି ଆପଣ ପ୍ରଥମେ ଓଡ଼ିଶା ୱାନ୍ ପୋର୍ଟାଲରେ ଆସିବେ। ଆସି ସାରିଲା ପରେ ଏଠି ଲଗ୍ଇନ୍ରେ କ୍ଲିକ୍ କରିବେ। ଦେଖନ୍ତୁ ଯେଉଁ ଲଗ୍ଇନ୍ ବଟନ୍ ଅଛି, ଯେମିତି ଆପଣ ମୋ ସେବା ଲଗ୍ଇନ୍ କରନ୍ତି ସେମିତି ଲଗ୍ଇନ୍ରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆପଣଙ୍କ ପାଖରେ ଏମିତି ଇଣ୍ଟରଫେସ୍ଟା ଆସିଯିବ। ଏଠି ଆପଣଙ୍କର ମୋ ସେବା ଆଇଡି, ପାସୱାର୍ଡ଼ ଏବଂ କ୍ୟାପଚା ଭରିକି ଲଗ୍ଇନ୍ କରିବେ। ଏହା ଆପଣମାନେ ତ ଜାଣିଥିବେ ଯାହାକି ଆପଣଙ୍କ ପାଖରେ ମୋ ସେବା ଆଇଡି ଅଛି। ତାପରେ କ'ଣ କରିବେ, ଲଗ୍ଇନ୍ କରିବେ ଆପଣଙ୍କ ଆଇଡି ପାସୱାର୍ଡ଼ ଦେଇକି। ତାପରେ ଆପଣଙ୍କର ଏମିତି ଇଣ୍ଟରଫେସ୍ଟା ଖୋଲିଯିବ। ଖୋଲି ସାରିଲା ପରେ ଦେଖନ୍ତୁ ଆପଣଙ୍କର ଏମିତି ଅପସନ୍ଟା ଆସିବ। ତ ଏଠି ଆପଣ ସର୍ଚ୍ଚ କରିବେ। ଦେଖନ୍ତୁ এই ଯେଉଁ ସର୍ଚ୍ଚ ଅପସନ୍ ଅଛି, ଏଠି ଆପଣ ଏମିତି ସର୍ଚ୍ଚ କରିବେ WCDN ମିଶନ ଶକ୍ତି ଡିପାର୍ଟମେଣ୍ଟ ଆପଣ ସର୍ଚ୍ଚ କରିବେ। ଏଠି ଆସିକି ଆପଣ ସର୍ଚ୍ଚ କରିବେ। ତ ସର୍ଚ୍ଚ କଲା ପରେ ଆପଣଙ୍କର ଏମିତି ଇଣ୍ଟରଫେସ୍ଟା ଆସିଯିବ। ତ ଆସି ସାରିଲା ପରେ କ'ଣ କରିବେ ଦେଖନ୍ତୁ, ଏଠି ଗୋଟେ ଅପସନ୍ ଅଛି ଦେଖନ୍ତୁ ଆପ୍ଲିକେସନ୍ ଫର୍ ସୁଭଦ୍ରା ସ୍କିମ୍ ଅଛି। ତ ସେଠି ଆପଣ କ୍ଲିକ୍ କରିବେ। এই ଯେଉଁ ଅପସନ୍ ଆସିବ, ଏ ପ୍ରଥମେ ଅପସନ୍ ଏଠି କ୍ଲିକ୍ କରିବେ। କ୍ଲିକ୍ କରି ସାରିଲା ପରେ ଆପଣଙ୍କ ପାଖରେ ଏମିତି ଇଣ୍ଟରଫେସ୍ଟା ଆସିଯିବ, ଦେଖିପାରୁଥିବେ ଆପ୍ଲିକେସନ୍ ଫର୍ ସୁଭଦ୍ରା ସ୍କିମ୍। କ୍ଲିକ୍ କଲା ପରେ ପ୍ରୋସିଡ୍ ଯେଉଁ ଅପସନ୍ ଅଛି, এই ପ୍ରୋସିଡ୍ ଅପସନ୍ରେ ଆପଣ କ୍ଲିକ୍ କରିଦେବେ। ପ୍ରୋସିଡ୍ ଅପସନ୍ରେ କ୍ଲିକ୍ କଲା ପରେ ଆପଣଙ୍କ ପାଖରେ ଏମିତିଆ ଦୁଇଟା ଅପସନ୍ ଖୋଲିଯିବ। ତ ଆପଣ କ'ଣ କରିବେ, ଆପ୍ଲାଏ ଫର୍ ସୁଭଦ୍ରା ସ୍କିମ୍ ଲେଖାଯାଇଛି, ଏଠି ଆପଣ ଆପ୍ଲାଏରେ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଆପଣଙ୍କ ପାଖରେ ଏମିତି ଇଣ୍ଟରଫେସ୍ଟା ଖୋଲିଯିବ। ତ ଆପଣ ଏଠି କ'ଣ କରିବେ ଦେଖନ୍ତୁ, କଷ୍ଟମର ଆଧାର ନମ୍ବର ଦେବେ, ତାଙ୍କ ନାଁ ଦେବେ, ତଳେ ଦେଖନ୍ତୁ ଏଣ୍ଟର ମୋବାଇଲ୍ ନମ୍ବର ଅଛି, ମୋବାଇଲ୍ ନମ୍ବର ଦେବେ। ତାପରେ ଦେଖନ୍ତୁ ଏଣ୍ଟର ଇମେଲ୍ ଆଇଡ଼ି ଅଛି, କଷ୍ଟମର ଇମେଲ୍ ଆଇଡ଼ି ଦେବେ। ତା ତଳେ ସିଲେକ୍ଟ ଜେଣ୍ଡର ଅଛି, ସେ ମେଲ୍ ଫିମେଲ୍ ଯାହା ସେ ଫିମେଲ୍ ସିଲେକ୍ଟ କରିଦେବେ ଏବଂ ପ୍ରୋସିଡ଼୍ରେ এই ଯେଉଁ ପ୍ରୋସିଡ୍ ଅପସନ୍ ଅଛି ସେ ପ୍ରୋସିଡ଼୍ରେ ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କରିବା ମାତ୍ରେ ଆପଣଙ୍କ ପାଖରେ ଏମିତି ଇଣ୍ଟରଫେସ୍ଟା ଆସିଯିବ। ତ କ'ଣ କରିବେ ଦେଖନ୍ତୁ, এই ଯେଉଁ ଅପସନ୍ ଅଛି ନ୍ୟୁ ଆପ୍ଲିକେସନ୍, ଦେଖନ୍ତୁ ଏ ନ୍ୟୁ ଆପ୍ଲିକେସନ୍ରେ ଆପଣ କ୍ଲିକ୍ କରିନେବେ। ଏଠି ମଧ୍ୟ କ୍ଲିକ୍ କଲେ ବି ଚଳିବ, ସବମିଟ୍ ଫର୍ ନ୍ୟୁ ଆପ୍ଲିକେସନ୍। ତ ଏଠି ଆପଣ ସର୍ଚ୍ଚ କଲା ପରେ ଏଠି ଆପଣ କ୍ଲିକ୍ କଲା ପରେ ଆପଣଙ୍କର ଏମିତିଆ ଇଣ୍ଟରଫେସ୍ଟା ଖୋଲିଯିବ। ଦେଖନ୍ତୁ ଏମିତିଆ। ତ ଏଠି ଆପଣ କ'ଣ କରିବେ, କଷ୍ଟମରର ଏଠି ଆଧାର କାର୍ଡ଼ ଦେଇଦେବେ ବା ଆଧାର ନମ୍ବର ଦେଇଦେବେ। ନମ୍ବର ଦେଇକି ଯେଉଁ ସବମିଟ୍ ଅପସନ୍ ଅଛି, এই ସବମିଟ୍ରେ ଆପଣ କ୍ଲିକ୍ କରିଦେବେ। ଯେମିତି ସବମିଟ୍ରେ କ୍ଲିକ୍ କରିଦେବେ ପୁଣି ଆପଣଙ୍କର ଏମିତି ଇଣ୍ଟରଫେସ୍ଟା ଆସିଯିବ। ଏଠି ଗୋଟେ ଅପସନ୍ ଅଛି ଦେଖନ୍ତୁ, ଏଠି ଆପଣ କ୍ଲିକ୍ କରିଦେବେ ବା ଟିକ୍ ଚିହ୍ନ ଦେଇଦେବେ। ଟିକ୍ ଚିହ୍ନ ଦେଇସାରିଲା ପରେ এই ଯେଉଁ ୟୁଜର କନସେଣ୍ଟ ଏଠି କ୍ଲିକ୍ କରିଦେଇ ସାରିଲା ପରେ এই ଯେଉଁ ଅପସନ୍ ଅଛି ପ୍ରୋସିଡ୍ ଟୁ ଭେରିଫାଏ EKYC, ଏଠି ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ କ'ଣ ଆସୁଛି ଦେଖନ୍ତୁ, ଯେମିତି ଆପଣ କ୍ଲିକ୍ କରିଦେବେ ଦେଖନ୍ତୁ ଆପଣଙ୍କୁ ଏମିତି ତିନିଟି ଅପସନ୍ ଆସିଯିବ। EKYC ଆପଣ କଷ୍ଟମରର କେମିତି କରିବେ, OTP ସାହାଯ୍ୟରେ, ଫିଙ୍ଗରପ୍ରିଣ୍ଟ ସାହାଯ୍ୟରେ, ନହେଲେ ଆଇରିସ୍ ବା ଆଇ ରେଟିନା ସାହାଯ୍ୟରେ। ତ ଆପଣ ଯଦି କଷ୍ଟମରର ଆଧାର କାର୍ଡ଼ରେ ମୋବାଇଲ୍ ନମ୍ବର ଥିବ, ଏ ଯେଉଁ OTP ଚିହ୍ନରେ ଟିକ୍ କରାଯାଇଛି ଏଠି ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଦେଖନ୍ତୁ କଷ୍ଟମର ମୋବାଇଲକୁ ଯେଉଁ ନମ୍ବର ଲିଙ୍କ୍ ଥିବ ସେଠି ଗୋଟେ OTP ଯିବ, ସେ OTPକୁ ଏଠି ଭେରିଫାଏ କ୍ଲିକ୍ କରିଦେବେ। ଧରିନିଅନ୍ତୁ କଷ୍ଟମର ଆଧାରରେ ମୋବାଇଲ୍ ନମ୍ବର ନାହିଁ, ତ କ'ଣ କରିବେ ଦେଖନ୍ତୁ, এই ଯେଉଁ ଅପସନ୍ ଅଛି ଦେଖନ୍ତୁ ଏଠି କ୍ଲିକ୍ କରିଦେବେ। ଫିଙ୍ଗରପ୍ରିଣ୍ଟ ଯେଉଁ ଲେଖା ହେଇଛି ସେଠି କ୍ଲିକ୍ କରିଦେବେ। ତା ତଳେ ଯେଉଁ ଷ୍ଟାର୍ଟ KYC ଅଛି EKYC ଏଠି କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଆପଣଙ୍କ ମନ୍ତ୍ରା ବା ମୋର୍ଫର ଯେଉଁ ରେଡ୍ ଚିହ୍ନ ଥାଏ, ରେଡ୍ ବତି ଯେଉଁ ଜଳେ ସେଇଟା ଜଳିବ। କଷ୍ଟମର କହିବେ ସେଠି ତାଙ୍କ ଟିପ ଚିହ୍ନ ଲଗାଇବାକୁ, ଲଗାଇ ସାରିଲା ପରେ ସେଠି ସକ୍ସେସ୍ ଆସିବ। ସକ୍ସେସ୍ ଆସି ସାରିଲା ପରେ କ୍ଲିକ୍ କରିଦେବେ ଭେରିଫାଏରେ। ତ ତାପରେ ଆପଣ ଯଦି କଷ୍ଟମର ଫିଙ୍ଗରପ୍ରିଣ୍ଟ ବା କଷ୍ଟମର ଆଧାରରେ ମୋବାଇଲ୍ ନମ୍ବର ନାହିଁ, ତାପରେ ହିଁ ମଧ୍ୟ ଆପଣ କଷ୍ଟମରର ଆଖି ସାହାଯ୍ୟରେ KYC କରିପାରିବେ। ତାପରେ କେମିତି କରିବେ ଦେଖନ୍ତୁ, এই ଯେଉଁ 3 ନମ୍ବରରେ ଅଛି ଆଇ ରେଟିନା, ଏଠି କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଆପଣଙ୍କ ଆଇରିସ୍ରେ ବା ଆପଣଙ୍କ ଯେଉଁ ଆଇରିସ୍ डिवाइस अच्छी सेठी जलिब कस्टमर आखि देदेवे स्टार्ट EKYC रे क्लिक करदेवे। क्लिक करबा परे आपनकर कस्टमर आखि एमिति आसीबो देदेवे। दे साला पर सक्सेस रे ई वेरीफाई रे क्लिक करदेवे। जेमिति वेरीफाई रे क्लिक करेंगे कौन आसो देखु आपण को तीनो साहाय्य जो भी OTP साहाय्य ना फिंगरप्रिंट साहाय्य ना
आईरिस साहाय्य आपण केवाईसी करेंगे सीटा भेरीफाई कर सारापर आपणकर यही दुईटी ऑप्शनटा खोल ये जदि यही ऑप्शन खोलिला आपण जानवे जे कस्टमर इलिजिबल माने से सुभद्रा टंका पाइबा इलिजिबल जदि पुणी कस्टमर एमती ऑप्शन खोलिला इफ एप्लिकेंट इज इन इलिजिबल माने से यही सुभद्रा टंका पाइबा इलिजिबल नहांती बोली आपण जानिजे जे से एप्लिकेंट बा कस्टमर यही सुभद्रा टंका तांकर मिलबार नहीं तो आपण जानवे जे से कस्टमर को सुभद्रा टंका मिलिबो नहीं जदि आपणकर एमती इलिजिबल आसिला आपण कस्टमर एठी देखंतो जहाँ जहाँ अच्छी आपण जहाँ नथिबा फिल करदेबे ना जन्म तारीख जहाँ थिबो डिस्ट्रिक्ट बापना मोबाइल नंबर सब ऑटोमेटिक फिल हो जिवो जहाँ फिल नथिबो आपण लिखिदेबे बा फिल करदेबे टाइप करदेबे तापर देखंतो कोन आसीबो देखंतो तापर आपणकर एमती इंटरफेसटा आसीजिवो तो आपण कौन करेंगे एमती आसी सारापर देखो मुझे जहाँ कहले ऑटोमेटिक लिखिदेवे तापर लिखि सारापर जो ये जो लिखाई देखो ऑपरेटर विल बी फिल द एप्लिकेशन फॉर्म अपलोड स्कैन कॉपी ऑफ फिजिकल फॉर्म एंड क्लिक ऑन सबमिट से फिजिकल रे आपण जो पीडीएफटा आपण पाखर थिबो से सुभद्रा फॉर्म सेठी मध्ये फिल करेंगे जमीती एठी भी सेम सेमिति फिल करेंगे तापरे फाइनाल सबमिट रे बा सबमिट रे क्लिक करदेवे तापरे कौन करेंगे पुणी प्रिव्यू ऑप्शन देखाइबो जे आपण जहाँ जहाँ फिल करेंगे ताहा देखाइबो देखे सारा पर आपण देखिबे ठीक से लिखिंट कि नहीं पुणी देखिए कहीं ना यहाँ एडिट हेनी थे आपड़ सबमिट रे क्लिक करदे आउ थे एडिट हो पार ना तापर देखु सबमिट रे जमी क्लिक करदे कस्टमर जो मोबाइल नंबर थिला आधार कार्ड रे सेठी एमती गोटे मेसेज आसीबो एक्नॉलेजमेंट रिसिप्टा योर एप्लिकेशन हैज बीन सक्सेसफुली सबमिट एट एमएसके योर एप्लिकेशन नंबर एंड आपणकर एमती एमती एप्लिकेशन नंबर बोली देखिजिबो तापर कौन अच्छी देखु आपणकर सरला कौन करेंगे प्लीज प्रोवाइड ए कलर प्रिंट आउट ऑफ दिस रिसिप्ट टू द एप्लिकेंट आपण को कस्टमर को कलर जहाँकि एक्नॉलेजमेंट स्लिप देवाक पड़ो तापर देखंतु जो पीडीएफटा आप लिखिं फिजिकाली तो सेठी कौन करेंगे एमती जो एप्लिकेशन जो रिसीव गला मोबाइल जो एक्नॉलेजमेंट स्लिपटा गला सेटा एठी लिखिकी आपण रखिबे तापर कौन करेंगे देखंतु आपण जो रखिबे सेटा को आपण एठी लिखाई देखंतु फॉर्म विल बी सबमिट टू द ब्लॉक यूएलबी फॉर ऑफिशियल रिकॉर्ड माने सेटा आपण को परे ब्लॉक को नहीं सबमिट करा को पड़िबो ऑपरेटर एटा को फिल करेंगे फिजिकली लिखिबे तापर केयरफुली लिखिबे जेमिति सब ठीक ठाक थिबो तापर आपण परे एटा को ब्लॉक रे जाई सबमिट करा को पड़िबो ता तले कोन अछि देखंतु आपण ता तले न्यू एप्लिकेशन तले जाऊ आपण जहाँ जहाँकर एप्लाय करिथिबे तांकर लिस्ट सब एमती आसीबो एवं पुणी थे जदि आपण चाहिए एई एक्नॉलेजमेंट स्लिप मध्य डाउनलोड करि पारिबे तो एमती साहाय्य रे आपण आपणकर मो सेवा केन्द्र रे एप्लाय करि पारिबे सुभद्रा योजना पाई ताहाले कथा रहिला एही पीडीएफटा को आपण केमिति डाउनलोड करिवे मो एही पीडीएफटा को मो टेलीग्राम चैनल रे देई दैछि एही वीडियो डिस्क्रिप्शन लिंक देछि टेलीग्राम चैनल रो सेठी क्लिक करिकी एही पीडीएफटा को डाउनलोड करि पारिबे बा आम चैनल रे मध्य एमिति तुरंत अपडेट पाई जॉइन करि नेबे तो एही पीडीएफटा मु आम टेलीग्राम चैनल रे देई दैछि